ଖେଳ ଶେଷ, ଜେଲ୍ ଯିବାଟା ଥୟ। ଆଗରୁ ସିନା କଥା ଥିଲା ପଣ୍ଡିତଙ୍କ ପୁଅ ଯଦି ମାରେ ମାଙ୍କଡ଼, ତାର କେହି ବଙ୍କା କରି ନ ପାରନ୍ତି ଲାଙ୍ଗୁଡ଼। ହେଲେ ଏବେ ଆଉ ସେ କଥା ନାହିଁ। ସରକାର ବଦଳିଛି, ସମୟ ବଦଳିଛି, ସବୁଜ ରଙ୍ଗ ସବୁ ଗେରୁଆ ଗେରୁଆ ହେଇଯାଉଛି। ରାଜ୍ୟରେ ଆରମ୍ଭ ହେଇଛି ଡବଲ ଇଞ୍ଜିନ ସରକାର। କେନ୍ଦ୍ରରେ ମୋଦି, ରାଜ୍ୟରେ ମୋହନ, ହରଦମ ଚାଲିଛି ଅସ୍ମିତାର ବଂଶୀ ବାଦନ। ଦେଶରେ ବଦଳିଛି ଆଇନ, ଯେଉଁଥିରେ ଦଣ୍ଡ ଅପେକ୍ଷା ନ୍ୟାୟକୁ ଦିଆଯାଇଛି ପ୍ରାଧାନ୍ୟ। ଗଲା ସରକାରରେ ପାଣ୍ଡିଆନ ସାହେବ ସିନା ହେଲିକପ୍ଟରରେ ବୁଲି ବୁଲି ଲୋକଙ୍କ ପାଖକୁ ଯାଇ ଯାଇ ଶୁଣୁଥିଲେ ଅଭିଯୋଗ। ମାସେ ଭିତରେ ହେଉଥିଲା ଫଇସଲା। ଏବେ କିନ୍ତୁ ନ ଝମେଲା। ମାନ୍ୟବର ବସୁଛନ୍ତି ଗୋଟିଏ ଜାଗାରେ, ଲୋକେ ଭେଟୁଛନ୍ତି ହଜାରେ ହଜାରେ, ଫଟାଫଟ ଫଇସଲା। ହେଲେ କଥାଟା ରାଜ୍ୟପାଳ, ରାଜଭବନ ଆଉ ରାଜ୍ୟପାଳଙ୍କ ପୁଅକୁ ନେଇ ତ, ତେଣୁ ଟିକେ ଟାଇମ୍ ନେଉଛି ଆଜ୍ଞା। ସପ୍ତାହେ ବିତିଗଲାଣି, କିଏ ଜାଣେ ଆଗକୁ କେଉଁ ମୁହୂର୍ତ୍ତରେ କ'ଣ ଘଟିବାକୁ ଯାଉଛି। ରାଜ୍ୟରେ ପ୍ରଥମ ଥର ଶାସନକୁ ଆସି ବିଜେପି ସୃଷ୍ଟି କରିଛି ଇତିହାସ। ହେଲେ ଅବଶୋଷ, ରାଜ୍ୟପାଳ ମହୋଦୟ ଜଣେ ଖାଣ୍ଟି ଭଦ୍ରଲୋକ ହେଇଥିବା ବେଳେ ପୁଅଟା ତାଙ୍କର ବାହାରିଲା ବଦମାସ। ଯେଉଁଥିପାଇଁ ମାନ୍ୟବର ରାଜ୍ୟପାଳ ରଘୁବର ଦାସଙ୍କ ମୁହଁରୁ ଲିଭି ଯାଇଛି ହସ। ହରଡ଼ଘଣାରେ ରାଜ୍ୟ ସରକାର ଯେଉଁ ଅସ୍ମିତାର କଥା କହି ଶାସନ ହାତେଇଛନ୍ତି, ଏମିତି ନ ହେଉ ସେହି ଅସ୍ମିତାର ଦ୍ୱାହି ଦେଇ ଲୋକେ କରିବେ ଧିକ୍କାର। ତେଣୁ ଚାଲିଛି ବିଚାର। ମାଡ଼ ଖାଇବା ଲୋକ ପ୍ରଧାନେ ବଦଳି ହେଇଯାଇଛନ୍ତି ଅନ୍ୟ ସ୍ଥାନେ। ଭାବନ୍ତୁ ସୁଧୀ ଜନେ, ଅସ୍ମିତାର କଥା ଏବେ ଠନ୍ ଠନ୍ ହେଇ ବାଜୁଛି କାନେ କାନେ। ଦେଖାଯାଉ କେଉଁ ପାଣି ଯାଉଛି କୁଆଡ଼େ। ରାଜ୍ୟପାଳଙ୍କ ପୁଅ ଲଳିତ ପଶୁଛନ୍ତି ନା ନାହିଁ କୁଆଡ଼େ। ଆପଣଙ୍କର ମତ କ'ଣ ଆମକୁ କମେଣ୍ଟ କରି ଜଣାଇଲେ ଆମେ ଟିକେ ଖୁସି ହୁଅନ୍ତୁ। ଯଦି ଭଲ ଲାଗିଥିବ এই ଭିଡ଼ିଓଟି, ତାହେଲେ ଟିକେ ସବସ୍କ୍ରାଇବ୍, ଲାଇକ୍ ଆଉ ସେୟାର କରିବାକୁ ଅନୁରୋଧ। ବହୁତ ବହୁତ ବଧେଇ, ନମସ୍କାର, ଜୁହାର।